ମଣିଷର ସ୍ୱଭାବ ଓ ଚିନ୍ତାଧାରା ସେମାନଙ୍କର ପରିଚୟ ଦେଇଥାଏ। ଆଜି ଆମେ ଜାଣିବା ଏପରି 3ଟି ରାଶିର ପୁରୁଷମାନଙ୍କ ବିଷୟରେ ଯିଏ ନିଜ ସ୍ତ୍ରୀକୁ କେବେ ବି ଖୁସି କରିପାରନ୍ତି ନାହିଁ। ମୀନ ରାଶି। ଜ୍ୟୋତିଷ ଶାସ୍ତ୍ରରେ 12ଟି ରାଶିର ମଧ୍ୟରୁ ସବୁଠାରୁ ଶେଷରେ ଆସିଥାଏ ମୀନ ରାଶି। ଯଦି ଆମେ ଏହି ରାଶିର ପୁରୁଷମାନଙ୍କ ବିଷୟରେ କହିବା ତେବେ ଏମାନେ ନିଜ ସ୍ତ୍ରୀକୁ କେବେ ବି ଖୁସି କରିପାରନ୍ତି ନାହିଁ। ଏହି ପୁରୁଷମାନେ ନିଜ ସ୍ତ୍ରୀର ସବୁ କାମରେ ଦୋଷ ବାହାର କରନ୍ତି। ଏମାନଙ୍କ ସ୍ତ୍ରୀ ଯେତେ କାମ କରିଲେ ବି ଏମାନେ କେବେ ବି ପ୍ରଶଂସା କରନ୍ତି ନାହିଁ। ଏହି କାରଣ ପାଇଁ ଭଲ ସମ୍ପର୍କ ବି ଖରାପ ହୋଇଥାଏ। ସ୍ୱଭାବରେ ଏହି ପୁରୁଷମାନେ ସିଧାସାଧା ହୋଇଥାନ୍ତି। ଏଥିପାଇଁ ଝିଅମାନେ ଏମାନଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି। କିନ୍ତୁ ବିବାହ ପରେ ଏମାନେ ନିଜ ସ୍ତ୍ରୀ ମଧ୍ୟରେ ଦୋଷ ଖୋଜିଥାନ୍ତି। ଯଦି ଆପଣ ମୀନ ରାଶିର ବ୍ୟକ୍ତି ଅଟନ୍ତି ତେବେ ଆପଣ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇବା ଦିଅନ୍ତୁ। ଏହାଦ୍ୱାରା ସମ୍ପର୍କ ମଜବୁତ ହୋଇଥାଏ। ବୃଷ ରାଶି। ଏହି ରାଶିର ପୁରୁଷମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି। ବୃଷ ରାଶିର ପୁରୁଷ ନିଜ ସ୍ତ୍ରୀଙ୍କୁ ଖୁସି ନ କରିବା ପଛରେ ଗୋଟିଏ କାରଣ ଥାଏ। ତାହା ହେଲା ନିଜର ଭଲ ପାଇବାକୁ ପ୍ରକାଶ ନ କରିପାରିବା। କାହିଁକିନା ଏମାନେ ଲାଜୁଆ ସ୍ୱଭାବର ହୋଇଥିବାରୁ ନିଜର ମନ କଥା କହିପାରନ୍ତି ନାହିଁ। ଏମାନଙ୍କୁ ଆମେ ଧୋକେବାଜ କହିପାରିବା ନାହିଁ, କିନ୍ତୁ ନିଜର ଭଲ ପାଇବା ପ୍ରକାଶ ନ କରିପାରିବା ହେତୁ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଖରାପ ହୋଇଥାଏ। ଯଦି ଆପଣ ବୃଷ ରାଶିର ବ୍ୟକ୍ତି ଅଟନ୍ତି ତେବେ ନିଜ ସ୍ତ୍ରୀଙ୍କୁ ନିଜର ମନ କଥା ଖୋଲି କୁହନ୍ତୁ। କନ୍ୟା ରାଶି। ଏହି ରାଶିର ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି, କିନ୍ତୁ ଏମାନେ ନିଜ ସ୍ତ୍ରୀଙ୍କୁ ଖୁସି ରଖିପାରନ୍ତି ନାହିଁ। କନ୍ୟା ରାଶିର ପୁରୁଷ ସ୍ତ୍ରୀଙ୍କୁ ଖୁସି ନ ରଖିବା ପଛରେ ଗୋଟିଏ କାରଣ ଥାଏ। ତାହା ହେଲା ଏମାନେ ନିଜ ସ୍ତ୍ରୀଙ୍କୁ ସବୁବେଳେ ନିୟନ୍ତ୍ରଣରେ ରଖିଥାନ୍ତି, କେବେ ବି ସ୍ୱାଧୀନତା ଦେଇନଥାନ୍ତି। ସବୁ ସ୍ତ୍ରୀମାନେ ଚାହାନ୍ତି ସେମାନଙ୍କୁ ବି ସ୍ୱାଧୀନତା ମିଳୁ, କିନ୍ତୁ ଏମାନେ ସବୁବେଳେ ନିଜ ସ୍ତ୍ରୀଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି। ଏହି ରାଶିର ପୁରୁଷମାନେ ପ୍ରଥମେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି, କିନ୍ତୁ ପରେ ଏମାନେ ନିଜ ସ୍ତ୍ରୀଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି। ଯଦି ଆପଣ କନ୍ୟା ରାଶିର ବ୍ୟକ୍ତି ଅଟନ୍ତି ତେବେ ଆପଣ ନିଜ ସ୍ତ୍ରୀଙ୍କୁ ଅଳ୍ପ ବହୁତ ସ୍ୱାଧୀନତା ଦିଅନ୍ତୁ, କାରଣ ଆଜିର ଦୁନିଆରେ ସ୍ୱାଧୀନତା ସମସ୍ତଙ୍କର ଦରକାର। ଏହାଦ୍ୱାରା ଭଲ ପାଇବା ବଢ଼ିଥାଏ। ଆଶା କରିବି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓକୁ ନିଶ୍ଚିତ ଭାବରେ ଲାଇକ୍ କରିବେ ଏବଂ ଆମର ଏହି ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିକି ନୋଟିଫିକେସନ୍ ବେଲକୁ ଦବାଇକି ଅଲ୍ ସିଲେକ୍ଟ କରିଦେବେ। ଏମିତି ଭିଡ଼ିଓ ଦେଖିବା ପାଇଁ ସର୍ବପ୍ରଥମେ